ସାଙ୍ଗମାନେ, ଜୀବନର ଯାତ୍ରା ସେବେ ଅଧିକ କଷ୍ଟସାଧ୍ୟ ହୋଇଯାଏ ଯେବେ ନିଜର ଲୋକମାନେ ଆମକୁ ସପୋର୍ଟ କରିବା ପାଇଁ ମନା କରିଦିଅନ୍ତି। ସ୍ୱପ୍ନ ଦେଖିବାର ଅଧିକାର ତ ସମସ୍ତଙ୍କର ଥାଏ, କିନ୍ତୁ ଯେବେ ପରିବାର ଲୋକ ସେହି ସ୍ୱପ୍ନକୁ ସମର୍ଥନ ଦିଅନ୍ତିନି ସେତେବେଳେ ଲୋକମାନେ ପ୍ରାୟତଃ ଭାଙ୍ଗିଯାଆନ୍ତି। କିନ୍ତୁ ମନେ ରଖନ୍ତୁ, ଏହା ହିଁ ସେହି ସମୟ ହୋଇଥାଏ ଯେବେ ଆପଣଙ୍କୁ ନିଜ ପ୍ରକୃତ ଶକ୍ତିକୁ ଚିହ୍ନିବା ପାଇଁ ପଡ଼ିଥାଏ। ନମ୍ବର 1, ରିଆଲିଟିକୁ ଆକ୍ସେପ୍ଟ କରନ୍ତୁ। ସବୁଠୁ ପ୍ରଥମେ ଏଇ କଥା ବୁଝିବା ଜରୁରୀ ହୋଇଥାଏ କି ସମସ୍ତେ ଆପଣଙ୍କ ସ୍ୱପ୍ନକୁ କେବେ ବି ବୁଝିପାରିବେନି। ପରିବାରର ଲୋକମାନେ ପ୍ରାୟତଃ ସେମାନଙ୍କ ଅଭିଜ୍ଞତା ଆଧାରରେ ଡିସିସନ୍ ନେଇଥାନ୍ତି। ସେମାନେ ଆପଣଙ୍କ ମଙ୍ଗଳ ଚିନ୍ତା କରନ୍ତି, କିନ୍ତୁ ସେମାନଙ୍କ ଚିନ୍ତାଧାରା ପୁରୁଣା ବି ହୋଇପାରେ। ଏହାର ମାନେ ଏଇଆ ନୁହେଁ କି ଆପଣଙ୍କ ସ୍ୱପ୍ନ ଭୁଲ। ନିଜ ସ୍ୱପ୍ନକୁ ଭୁଲ ବୋଲି ମାନିନେବା ସବୁଠୁ ବଡ଼ ହାର ହୋଇଥାଏ। ନମ୍ବର 2, ସେଲ୍ଫ କନଫିଡେନ୍ସ ଡେଭଲପ୍ କରନ୍ତୁ। ଯେବେ ଦୁନିଆରେ କେହି ବି ଆପଣଙ୍କ ଉପରେ ଭରସା କରନ୍ତିନି ସେବେ ଆପଣଙ୍କ ସବୁଠୁ ବଡ଼ ସାହାରା ଆପଣ ନିଜେ ହୋଇଥାନ୍ତି। ନିଜ ଭିତରେ ସେ ବିଶ୍ୱାସ ଜାଗ୍ରତ କରନ୍ତୁ କି ଆପଣ ନିଜ ଗୋଲକୁ ଆଚିଭ୍ କରିପାରିବେ। ପ୍ରତ୍ୟେକ ଛୋଟ ଛୋଟ ସକ୍ସେସକୁ ସେଲିବ୍ରେଟ୍ କରନ୍ତୁ। ଏହି ଛୋଟ ଛୋଟ ଜିତ୍ ଆପଣଙ୍କ ସେଲ୍ଫ କନଫିଡେନ୍ସର ବେସ୍ ବନେଇଥାଏ। ନମ୍ବର 3, ନିଜ କାମକୁ ପ୍ରମାଣ କରନ୍ତୁ। କୁହାଯାଇଥିବା କଥା କମଜୋର ପଡ଼ିଯାଏ ଯେବେ ଆପଣ ନିଜ କାମରେ ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଦିଅନ୍ତି। ଯେବେ ଆପଣ ରେଜଲ୍ଟ ଦେଖାନ୍ତି ପ୍ରାୟତଃ ଲୋକମାନେ ସେବେ ଆପଣଙ୍କୁ ସପୋର୍ଟ କରିବା ପାଇଁ ଆସନ୍ତି। ଏଥିପାଇଁ କାହା ସହିତ ପାଟିତୁଣ୍ଡ ନ କରି ନିଜ ଫୋକସ୍ ନିଜ କାମ ଉପରେ ରଖନ୍ତୁ। ନମ୍ବର 4, ପଜିଟିଭିଟିକୁ ଆପଣାନ୍ତୁ। ଯେବେ ଗୋଟିଏ ନେଗେଟିଭ୍ ଏନ୍ଭାୟରମେଣ୍ଟ ଥାଏ ସେବେ ନିଜ ଭିତରେ ପଜିଟିଭ୍ ଥିଙ୍କିଂ ବଜାୟ ରଖିବା କଷ୍ଟସାଧ୍ୟ ମନେ ହୁଏ, କିନ୍ତୁ ଏହା ଗୋଟିଏ ଏମିତି ସ୍କିଲ୍ ହୋଇଥାଏ ଯାହାକି ଆପଣଙ୍କୁ ସଫଳତା ଆଡ଼କୁ ନେଇଯାଏ। ଆପଣ ଭଲ ଭଲ ବହି ପଢ଼ନ୍ତୁ, ମୋଟିଭେସନାଲ୍ ଭିଡ଼ିଓ ଦେଖନ୍ତୁ, ଆଉ ସେହିସବୁ ଲୋକମାନଙ୍କ ସହିତ ରୁହନ୍ତୁ ଯେଉଁମାନେ ଆପଣଙ୍କ ଗ୍ରୋଥରେ ହେଲ୍ପ କରନ୍ତି। ନମ୍ବର 5, ସେଲ୍ଫ ରିଲିଆନ୍ସ ବନନ୍ତୁ। ସାଙ୍ଗମାନେ, ଯେବେ ଆପଣ କାହା ସପୋର୍ଟକୁ ଅପେକ୍ଷା କରନ୍ତିନି ଆଉ ଏକାକି ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତି ସେବେ ହିଁ ଆପଣଙ୍କର ପ୍ରକୃତ ଗ୍ରୋଥ୍ ହୋଇଥାଏ। ଯେବେ ଆପଣ ନିଜ ସଫଳତା ପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ ହୁଅନ୍ତି ସେବେ ଦୁନିଆ ବି ଆପଣଙ୍କ ସାଥ ଦେଇଥାଏ। ନମ୍ବର 6, ସେହିମାନଙ୍କ ଠାରୁ ଇନ୍ସପିରେସନ୍ ନିଅନ୍ତୁ ଯେଉଁମାନେ ସଫଳ ହୋଇଛନ୍ତି। ଆମ ଇତିହାସ ସାକ୍ଷୀ ଅଛି ଏମିତି ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ କି ବିନା କାହାର ସପୋର୍ଟରେ ବି ଏହି ଦୁନିଆରେ ନିଜ ଦମରେ ନିଜ ନାଁ ବନେଇଛନ୍ତି। ଡକ୍ଟର APJ ଅବଦୁଲ କାଲାମ, ଧୀରୁଭାଇ ଅମ୍ବାନୀ, ଷ୍ଟିଭ୍ ଜବ୍ସଙ୍କ ପରି ଲୋକମାନେ ସମସ୍ୟାକୁ ନିଜର ଷ୍ଟ୍ରେଂଥ ବନେଇଲେ। ଆପଣ ବି ନିଜର ନାଁ ବନେଇ ପାରିବେ। ବାସ୍ ନିଜର ଲକ୍ଷ୍ୟ ଉପରେ ଫୋକସ୍ କରନ୍ତୁ। ସାଙ୍ଗମାନେ, ଯଦି ପରିବାରର କୌଣସି ସପୋର୍ଟ ମିଳୁନାହିଁ ତ ତାକୁ ଗୋଟିଏ ବାହାନା ନ ବନେଇ ବରଂ ତାକୁ ନିଜର ଶକ୍ତି ବନାନ୍ତୁ। ସ୍ୱପ୍ନ ସେଇମାନଙ୍କର ସତ ହୋଇଥାଏ ଯେଉଁମାନେ ହାର ମାନନ୍ତିନି। ଯଦି ଦୁନିଆ ଆପଣଙ୍କ ଉପରେ ଭରସା ବିଶ୍ୱାସ କରୁନାହିଁ ତ କିଛି କଥା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଆପଣ ନିଜ ଉପରେ ବିଶ୍ୱାସ କରୁଛନ୍ତି ତ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତ ଏହାକୁ ଗୋଟେ ଲାଇକ୍ କରନ୍ତୁ, ନିଜର ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରେ ବି ଭୁଲନ୍ତୁ ନାହିଁ।